হ্যালো গাইস, জয় জগন্নাথ, জয় জগন্নাথ। ଜୟ ହ୍ୟାଲୋ ଜଗନ୍ନାଥ ଗଦାଧର, ଜୟ ଜଗନ୍ନାଥ। ହ୍ୟାଲୋ ଦେବପ୍ରିୟ। ବା, ଏତେ ଦିନ ପରେ ପୁଣି ଥରେ ଆମେ ବ୍ୟାକ୍ ଟୁ ଆୱାର ନ୍ୟୁ ଟପିକ, ସରି ଓଲ୍ଡ ଟପିକ, ବ୍ୟାକ୍ ଟୁ ଆୱାର ନ୍ୟୁ ଭିଡିଓ। କଣ କହୁଛ? କିଛି ରିସର୍ଚ୍ଚ କହିବାକୁ ଚାହୁଁଛ? ଆମେ କହିବା ଯୋଗ୍ୟ ନୁହଁ, ଯେହେତୁ ଡେଲି ଆମେ ବ୍ଲଗିଂ କରୁନେ, ଡେଲି ଟଚ୍ ନା, ତ କିଛି ବି କହିବା ଠିକ ନୁହଁ। ସେଇ ସେମ ସିଚୁଏସନ, ସେମ ପରିସ୍ଥିତି, ସେଇ ସରି ଦେବପ୍ରିୟ କଣ କହୁଥିଲେ? ୱାର୍କାହୋଲିକ ନା, ୱାର୍କହୋଲିକ। ୱାର୍କାହୋଲିକ କଲଚର, ୱାର୍କାହୋଲିକ କଲଚର। ତ ଆମେ ତ ସେଥିଲାଗି ଭିଡିଓ କରିପାରୁନାହୁଁ, ଆଉ ବହୁତ ଦିନ ହେଲା ବନେଇବି ନାହୁଁ। ତାର ଲାଗି କିଛି ଏକ୍ସକ୍ୟୁଜ ବି ମାଗୁନାହୁଁ। ଆମେ ଆଉ ମାନେ ଏମିତି ନୁହଁ କି ରେଗୁଲାର ବନେଇବୁ, ଏମିତି ବି ପ୍ରମିସ ବି କରିପାରୁନାହୁଁ। ବାକି ଚେଷ୍ଟା 100ରୁ 100 ଆମେ କରୁଛୁ ରେଗୁଲାର ଭିଡିଓ କରିବା ଲାଗି। ବାକି ଏବେ ଯେତିକି ଲାଗୁଛି ଆମକୁ କି ଏବେ ତ କଣ୍ଟିନ୍ୟୁଅସ କିଛି ଦିନ ପାଇଁ ଭିଡିଓ ପଡିବ। ସୋ ବି ରେଡି ୱିଥ ୟୋର ନ୍ୟୁ କଣ୍ଟେଣ୍ଟସ। ଆଉ ବହୁତ ସାରା କଣ୍ଟ୍ରୋଭର୍ସିଆଲ ଭିଡିଓ ପାଇଁ ବି ରେଡି ରହିବା। କାହିଁକି ନା ଇଣ୍ଡିଆ ତ ୱାର୍ଲଡ କପ୍ ଜିତିଗଲା, ସମସ୍ତେ ଜାଣି ବି ଦେଲେ ୱାର୍ଲଡ କପ୍ ମାନେ ସରି। ଆଉ ଆଉ ଗୋଟେ ଟ୍ରଫି କଥା, ବି ୱାର୍ଲଡ ମିଳିଗଲା। କପ୍ ର ସ୍ୱାଦଟା ପ୍ରିଭିୟସ ବେଳେ ଏଥିରେ ନଥିଲା। ମେ ବି ମୁଁ ନିଜେ ଫିଲିଂ କରୁଛି ଗୋଟେ ଜିନିଷ, ହଁ ୱାର୍ଲଡ କପ୍ ଭାଇ, ୱାର୍ଲଡ କପ୍ ଜାଗାରେ କେହି ଇକ୍ୱାଲିଟି ନୁହଁ। କିନ୍ତୁ ଅଷ୍ଟ୍ରେଲିଆର ଗୋଟେ ମଝିରେ ହାଇପ୍ ଚାଲିଥିଲା କି ଅଷ୍ଟ୍ରେଲିଆ ପ୍ଲେୟାର ୱାର୍ଲଡ କପ୍ ଜିତି ସାରିଲା ପରେ ବି ଏତିକି ହାଇପ୍ ବନେ ନା ସେମାନଙ୍କୁ ଇଏ ମିଳେ ନା। ତାର ରିଜନ ଟା କଣ ଏବେ ଜଣା ପଡୁଛି। କାହିଁକି ନା ଯେହେତୁ କଣ୍ଟିନ୍ୟୁଅସ ଗୋଟେ ଜିନିଷ ତମ କତି ଆସି ଚାଲିଥିବ, ସେଟା ଟିକେ ଏତେ ମିଠା ଲାଗେ ନା। ଗୋଟେ 13 ବର୍ଷ 15 ବର୍ଷ ଇନ୍ତଜାର ଯୋଉଟା ଆସେ, ସେଇଟା ବେଶୀ ମିଠା ଲାଗେ। ନୋ ଡାଉଟ ଇଣ୍ଡିଆ ଇଣ୍ଡିଆ କଣ୍ଟିନ୍ୟୁଅସ ଜିତି ଚାଲୁ, ବାକି ଯୋଉଟା ମୁଁ ଜେନ୍ୟୁଇନ ଫ୍ୟାକ୍ଟ କଥା କହୁଛି। ତ ବାକି ସବୁ ତ ଠିକ ଅଛି। ବାକି ଏବେ इंडिया का त्योहार शुरू माने स्टार्ट होबाकू जाउची। ଆଉ ଆପଣ ତ ଅଳ୍ପ ବହୁତ ଜାଣିପାରୁଥିବେ ମୁଁ କଣ କହିବାକୁ ଚାହୁଁଛି। ୱାର୍ଲଡ କପ୍ ସରିଗଲା, ଭାଇ 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 ଖତମ ହେଇଗଲେ। ଏବେ ଭାଇ ଭାଇ ଏବେ ଏ ଶତ୍ରୁ, who are you guys? ଭାଇ Welcome ଭାଇ back ଏବେ to IPL। Who are you? ଭାଇ ତମର କେତେଟା ଟ୍ରଫି? ଗୋଟେ 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 ଭାଇ ଗୋଟେ ହେଲେ ଆମର ବି ତାର ଆମର ଅରା 5ଟା। ଅରା ପୁରା ଅରା ଫିକ୍ସ ହେଇଗଲା। 18 ବର୍ଷ 18 ବର୍ଷରେ କିଙ୍ଗ ଫର ଏ ଗୋଟେ ଟ୍ରଫି ରିଜିନ, 17। କିଙ୍ଗ ଫର ଏ ରିଜିନ। 18 ବର୍ଷରେ ଗୋଟେ ଟ୍ରଫି 17ଟା ଜୀବନ, ଏଇଟା ହଉଛି ଅରା ତମର। ଆଉ 2 ବର୍ଷ ନାଇଁ ତମକୁ ନାଇଁ କହିବା ଜେଲରେ, ପିଣ୍ଟୁ, ପୂର୍ବରୁ ଦିଥର ଭାବିବା କଥା। 2 ବର୍ଷ ଜେଲରେ। ପ୍ରୀତିଶ ତମେ ଯୋଉ ଜଷ୍ଟ ଟିକେ ପୂର୍ବରୁ କହିଲ ବ୍ୟାକ୍ ଟୁ ବ୍ୟାକ୍ ଟ୍ରଫି ଆସିଲେ କଣ ଫିଲ୍ ହୁଏ, ଆଉ 18 ବର୍ଷ ଲଙ୍ଗ ଗ୍ୟାପ ଟାଇମ ରେ ପରେ 17 ବାସ୍ ବର୍ଷ ଗ୍ୟାପ ରେ କେମିତି ଯୋଉ ତାକୁ ଫିଲ୍ ଆସୁଥିବ ଆରସିବି ବାଲାଙ୍କୁ, ସେଟା ବାସ୍। ଜାଣିପାରୁଥିବ ଆଉ। ସେ ଠିକ କଥା। ସେଇଥିପାଇଁ ତ ମୁଁ କହିଥିଲି ସେ ଟପିକ ଟା। ଆକ୍ଚୁଆଲି ରିଜଲ୍ଟ ଇଣ୍ଡିଆ ପାଇଁ ନଥିଲା, ଇଣ୍ଡିଆ ଆମର କଣ୍ଟିନ୍ୟୁଅସ ଟ୍ରଫି ଜିତି ଚାଲୁ, ବାକି ରିଜଲ୍ଟ ଟା ଏଇଆ ହିଁ ଥିଲା। ଆଉ 2 ବର୍ଷ ଜେଲରେ ବିତେଇ କେମିତି ଲାଗୁଥିଲା? ଜେଲ କହିବା ପୂର୍ବରୁ ଦେବପ୍ରିୟ ଥରେ ଭାବତୁ କି ଫିକ୍ସିଂ ଆଉ ମାନେ କଣ ସେଇଟା ଟିମ୍ ତା ସାଙ୍ଗରେ କିଛି ବି କମ୍ବିନେସନ ନଥିଲା। ଯଦି ତମେ କ୍ରିକେଟ ଆନାଲିସିସ କି କ୍ରିକେଟ ଆନାଲିସିସ କରୁଛ, ତମେ ସେଟା ପରଫେକ୍ଟ ୱେରେ ଜାଣିପାରିଥିବ କି ଫିକ୍ସିଂ କୋଉଟା, ଆଉ ଚେନ୍ନାଇ ବ୍ୟାନ୍ ଆଉ ରାଜସ୍ଥାନ ବ୍ୟାନ୍ କଣ ପାଇଁ ହେଇଥିଲା, ତା ରିଜନ ବି କଣ। ବାକି ଏମିତି ତ ସମସ୍ତେ କହିବେ ଭାଇ ବନ୍ଦ ହେଇଥିଲା ମାନେ ନାଇଁ ନାଇଁ, ଅବଭିୟସଲି ଭାଇ ଟିମ୍ ଭାଇ 2 ବର୍ଷ ଭିତରେ ଖେଳିଲି ସେଇଟା ମାନେ ସବୁ ଗୋଟେ କହିବେ। ନୋକଝୋକ ତ ଚାଲିବ। ରୋଜ ତ ସିଜନ ଚାଲିବ ଭାଇ। ହଁ, କେତେ ଦିନ ହବ ଖେଳ ଆଇପିଏଲ? 3 ମାସ। 3 ମାସ ନୋକ ଚାଲିବ। ଆଉ ଆମେ ତ ମୁଁ ଏଇଟା ତ ମାର୍ଚ୍ଚ ଜାଣିଛି ଏପ୍ରିଲ ମେ। ଗଦାଧରକୁ ମିଶିକି ପେଲିଦେବି ବୋଲି। ନାଇଁ ନାଇଁ, ଆକ୍ଚୁଆଲି ଯଦି ଏଥର କହିବାକୁ ଯିବି, ମୁମ୍ବାଇ ଟିମ୍ ଟା ବହୁତ ଷ୍ଟ୍ରଙ୍ଗ ଦେଖାଯାଉଛି। ମୁମ୍ବାଇ ଟିମ୍ ବିଲକୁଲ କିନ୍ତୁ ଷ୍ଟ୍ରଙ୍ଗ ନୁହଁ। ମୁମ୍ବାଇ ଟିମ୍ ତା ଅନ୍ କ୍ୟାରିୟର ଦ ହିଷ୍ଟ୍ରିରୁ ଷ୍ଟ୍ରଙ୍ଗ। ଅନ୍ ଦ ପେପର ବହୁତ ଷ୍ଟ୍ରଙ୍ଗ, ବଟ୍ ଅନ୍ ଦ ପିଚ୍ କଣ କରିବେ ସେଟା ଭଗବାନଙ୍କୁ ଜଣା। ଠିକ ଅଛି ରେ, ନାଇଁ ତୁ ଜିନିଷ ହଉଛି, ଠିକ ଶୁଣ ଅଛି। ଗୋଟେ ଜିନିଷ ପ୍ରୀତିଶ ଟିକେ, ଆଜି ପର୍ଯ୍ୟନ୍ତ ମୁମ୍ବାଇ ଟିମ୍ ଅନ୍ ପେପର ମାନେ କୋଉ ସିଜନରେ ଷ୍ଟ୍ରଙ୍ଗ ନାହିଁ କହ। ହୁଁ। କୋଉ ସିଜନରେ ଷ୍ଟ୍ରଙ୍ଗ ନାହିଁ ଅନ୍ ପେପର। ନାଇଁ ବାକି ଠିକ ଅଛି, କିନ୍ତୁ ରୋହିତ ଶର୍ମାର ଏବେ ଯୋଉ କମବ୍ୟାକ୍, ମାନେ କମବ୍ୟାକ୍ ଇନ ଦ ସେନ୍ସ ଫିଜିକାଲ କମବ୍ୟାକ୍, ଯୋଉଟା ସେ ତାର ଏତେ ଦିନ ହେଲାଣି ଫିଜିକାଲ ବନେଇଛି। କମବ୍ୟାକ୍
ଫିଜିକାଲ କମବ୍ୟାକ୍ ଆଉ T20 ଫର୍ମ ଭିତରେ ବହୁତ ଡିଫରେନ୍ସ। ସେଇଟା ସତ କଥା, କାରଣ ଦେଖ ଏବେ ରିସେଣ୍ଟଲି ଯେମିତି ରୋହିତ ଅଭିଷେକ ଶର୍ମା ଶର୍ମାର ପର୍ସନାଲି ରୋହିତ ଶର୍ମାର ଶର୍ମା କଥା ଯେମିତି କହିପାରିବା ନାହିଁ। ଫର୍ମ ରୋହିତ ଥିଲା, ଶର୍ମା ତ 38 ଇୟରରେ କମବ୍ୟାକ୍ ଦେଖୁଛ, 38 ଇୟରରେ 43 ଇୟରରେ କମବ୍ୟାକ୍ କରୁଛି ଭାଇ, 6 ମାରୁଛି ହାର୍ଦ୍ଦିକ ପାଣ୍ଡ୍ୟା ହ୍ୟାଟ୍ରିକ୍ ଛକା। ତ ତମେ ରୋହିତ ଶର୍ମା କଥା କଣ କହୁଛ? ଇଏ ତିନି ରିଟାୟାର, ତିନି ଆମ ଫ୍ୟାନ ବେସ୍, नो डाउट କି ଏମାନଙ୍କୁ ଆମେ ଇଗ୍ନୋର କରିଦେଇକି କି ଏମାନେ ଷ୍ଟାର ନୁହଁ, ଏମାନେ ଏଇ ତିନିଟା ଟିମ୍ ତ ତିନିଟା ଷ୍ଟାର ପାଇଁ ହିଁ ଚାଲିଛି, ସେ କଥା ନୁହେଁ। ବାକି ଅନ୍ ପେପର ଅଲଗା ପିଲାଙ୍କ କଥା କୁହାଯାଉଛି। ତ ନାଇଁ ସେଇ ଆଜିର ଭିଡିଓଟା ଏତିକି ଏଇଥିପାଇଁ ହିଁ ଆମେ ବନେଇବାକୁ ଯାଉଥିଲୁ କି ଏବେ ଭାଇ ଗୋଟେ ଭାଇର ସ୍ମall introduction towards ହଁ IPL. ବାସ୍ ବାସ୍ ओके तो ड्यू टू सम नेटवर्क ग्लिच तो आमे टिके एपट सेपट हो जाइतला तो पुनी आमे बैक कर सारछु हमरो कन्वर्सेशन को। ओके प्रीतिश, लेट्स स्टार्ट अगेन। କନଭରସେସନ କଣ ଦେବ ପ୍ରିୟ? ମୁଁ ତ କହିଲି ନା ଆଜି ପାଇଁ ଏତିକି ଭିଡିଓ ବାସ୍ ଆମେ ଷ୍ଟାର୍ଟିଂ କରିଥିଲେ କି ଏତିକି ଜଣେଇବା ପାଇଁ ଭାଇ ଭାଇ ବିଷୟରେ ବହୁତ ସରିଗଲା। ଏବେ ଶତ୍ରୁତା ଦେଖିବେ ଆମ ଅଡିଏନ୍ସ ମାନେ। ଆକ୍ଚୁଆଲି କ୍ରିକେଟ ର କମ୍ପାରିଜନ କଣ, କ୍ରିକେଟ ଟକ୍ କଣ ଆମ ଭିତରେ ଚାଲେ, ଯେହେତୁ ଆମ ଚ୍ୟାନେଲ ନା ସ୍ଲିପ କଲର ଟକ୍, କଣ କଥାବାର୍ତ୍ତା ଚାଲେ, କେତେ କିଏ କାହାକୁ ଛେଡ଼ନ୍ତି, କେତେ କିଏ କାହାକୁ ଚାଟର କରି, ସେ ଜିନିଷଟା ଆମେ କଥା ହବା ଏଇ ଆଇପିଏଲ ଷ୍ଟାର୍ଟ ହବା ଦିନଠୁ। ଆଉ ଚେଷ୍ଟା କରିବା ଆଇପିଏଲ ଷ୍ଟାର୍ଟ ହବାଠୁ ରେଗୁଲାରଲି ସମସ୍ତଙ୍କ ଭିଡିଓ ଆସିବ। ଏମିତି ନୁହଁ କି ଚେନ୍ନାଇ, ବାଙ୍ଗାଲୋର, ମୁମ୍ବାଇ ଏମିତିର ଅଛି ବୋଲି ସେମାନଙ୍କର ଭିଡିଓ, ସେମିତି ନୁହଁ। ଏମିତି ସବୁ ଟିମ୍ ଆମର ଫେଭରାଇଟ, ଆଇପିଏଲ ସିଜନ ସବୁ ଦେଖିବେ। ବାସ୍ ସମସ୍ତଙ୍କର ପର୍ସନାଲ ପ୍ଲେୟାର ଜଣେ ଜଣେ ଥାନ୍ତି। ତ ଆଜ ୟୁଜୁଆଲ ଗଦାଧର, ରୋହିତ ଶର୍ମା, ଦେବପ୍ରିୟର ବିରାଟ କୋହଲି, ମୋର MS ଧୋନି। ତ ସେଥିଲାଗି ବ୍ୟାକଗ୍ରାଉଣ୍ଡ ଆଜ ୟୁଜୁଆଲ ସେମିତି ଅଛି, ବାକି ସେମିତି କିଛି ବି ନୁହଁ। ଆମେ ଗୋଟେ ଆମେ ଗୋଟେ ଫୁଲ ମାନେ क्रिकेट ମାନେ फैन ଆଇପିଏଲ ର ହଁ ଫୁଲ ସିଡ୍ୟୁଲ ଟା ଦେବପ୍ରିୟ फुल ଶୋ शेड्यूल तो କରିଦବ। आसी नहीं, फुल शेड्यूल तो आसी नहीं, ନାଇଁ फास्ट ଫୁଲ ହାଫ୍ फेज ସିଡ୍ୟୁଲ शेड्यूल ଯେତିକି टा ଆସିଛି। आसी, फास्ट फेज शेड्यूल टा आसी। ପ୍ଲସ୍ ପ୍ଲସ୍ ଆମେ ଗୋଟେ ନେକ୍ସଟ ଭିଡିଓ କରିବା ଯୋଉଥିରେ ଆମ ଅଡିଏନ୍ସ ମାନଙ୍କୁ ପ୍ରୋବାବଲି 11 ସବୁ ଟିମ୍ ର ସେତିକି ପ୍ରୋବାବଲି 11 ଟା ପ୍ରୋଭାଇଡ କରିବା। ଆଉ ଚେଷ୍ଟା କରିବା କଥା ना ଧର मु भाबुची କି आमे टीम वाइज गोटे गोटे वीडियो कर दबा, तो वीडियो भी छोट हबो, हम व्यूअर्स मानु देखिया को ବେଟର भी ହବ ଅଡିଏନ୍ସ इंटरेस्ट ମାନେ। लागियो। ଆଉ ଏବେ ବି ଲଙ୍ଗ ଭିଡିଓ ପାଇଁ ଲଙ୍ଗ ଭିଡିଓର ଫର୍ମାଟ ହିଁ ନାହିଁ। नहीं बात ବିଟର କଥା ଏଇଟା କି ଲଙ୍ଗ ଭିଡିଓ କେହି ଦେଖୁ ହିଁ ନାହାନ୍ତି ଯେତେ ଭଲ ବନେଇଲେ। ତ हाँ ଗ୍ଲୋବାଲ ୱାଇଜ ପହଞ୍ଚିବା ଲାଗି ତ ସମସ୍ତେ କହୁଛନ୍ତି ହିନ୍ଦୀରେ ବନେଇବା ଲାଗି, ହିନ୍ଦୀରେ ବନେଇବା ଲାଗି। नो डाउट ହିନ୍ଦୀ ବହୁତ ଗ୍ଲୋବାଲ ୱାଇଜ ପହଞ୍ଚିବ। ଆମେ ଆମ ଓଡିଆ ଦର୍ଶକ ମାନଙ୍କ ବନ୍ଧୁ ମାନଙ୍କ ପାଖରେ ପହଞ୍ଚିବା ପାଇଁ ଓଡିଆରେ ହିଁ ବନଉଛୁ। ଠିକ ଅଛି, ସବୁ ପରର କଥା। ବାକି ଆମେ ଚେଷ୍ଟା କରିବା ଦେବପ୍ରିୟ ଠିକ କହିଛ, ତ ଟିମ୍ ୱାଇଜ ଗୋଟେ ଗୋଟେ ଭିଡିଓ ଆଉ ଟିମ୍ ୱାଇଜ ଗୋଟେ ଗୋଟେ ଫୁଲ ଲାଇନ ବନେଇଦବା। बस बस हाँ। ବାକି ଆଜିର ଇଣ୍ଟ୍ରୋଡକ୍ସନ ଏତିକି ଥିଲା କି ଏବେଠାରୁ वर्ल्ड कप ଇଣ୍ଡିଆ को बाय बाय, आईपीएल को हाय ହାय हाय। ହାୟ। ୱେଲକମ୍। तथास्तु। 18 ବର୍ଷ ଭାଇ କମବ୍ୟାକ 17 वर्ष हेले ରୋହିତ ଶର୍ମା 17 वर्षर जो ରୋହିତ ଶର୍ମା जर्नी ଏବେ टा बहुत किसी शिखे देगला। ବ୍ରାଣ୍ଡ ଆମ୍ବାସାଡର ହେଇଥିଲା। ବାଧ୍ୟ ତମେ ସବୁ ଭୁଲି ଯାଉଛ ଏବେ ଏହାର ଲାଷ୍ଟ ଇୟର। ତ हाँ सेटा ଦେଖାଯାଉ बोधे ଗୋଟେ ଗଳି ମାରିକି କଲିକତା ପଳେଇବା କି ପ୍ରୀତିଶ? ना नहीं ए जो लास्ट इयर टा पाखापाखि मु लास्ट 7 वर्ष होला सुनुची थाला फरे दिजिन कि किंतु केबे लास्ट इयर आसुनी। ନା ବାକି ଏଇଟା ଏଇଟା ନାଇଁ ଏଇଟା ଏବେ ସେଇଥିପାଇଁ ବା ଯେହେତୁ ସେମାନେ ଲାଷ୍ଟ ଏବେ ଇୟର, ସଞ୍ଜୁ ସାମସନକୁ ନେଇ ଯାଇଛନ୍ତି। ବାସ୍ ଟିମ୍ କହିଲି ନା ସେ ବିଷୟରେ ସବୁ ଡିସ୍କସନ କରିବା, ସେ ବିଷୟରେ ଗୋଟେ ଭିଡିଓ ଆଣିବା ସବୁ ସମସ୍ତଙ୍କ ପାଇଁ। ତ ଏଇଟା ସିଓରଲି MS ଧୋନି ଲାଷ୍ଟ ଇୟର। ମୁଁ ତ ସିଓରଲି କହିପାରିବି ଏଇଟା ଲାଷ୍ଟ ଇୟର। नहीं नहीं मु तो मानुनी, आई एम नॉट श्योर। ନା ମତେ जे ଫିଲ୍ पर्यंत ଲାଗୁଛି ଯେ ସିଓରଲି ଏଇଟା जे ଲାଷ୍ଟ ଇୟର। नहीं नहीं जे ଯେପର୍ଯ୍ୟନ୍ତ ସେ पर्यंत ନିଜେ କହିନି ସେ बास ପର୍ଯ୍ୟନ୍ତ बास କିଛି कथा नहीं କହିହବନି। ସେଇଟା ବି ତ ସତ କଥା। ଓକେ, मे भी ଡେଫିନେଟଲି ତ ଆଉ ନଟ୍। କିଛି ଦେବପ୍ରିୟ? नहीं एबे गदाधर कौन कहियो तमे? ନାଇଁ ମୁଁ କିଛି କହିବାକୁ ଚାହୁଁନି, ଅନ୍ ପେପର ତ ଆମ ଟିମ୍ ବେଷ୍ଟ ଅଛି। ଆଉ किंतु ଗୋଟେ ଜିନିଷ ऑन द ହେଲା पिच ତମେ କିଛି କୁହ ଫାଷ୍ଟ ହିଁ ନାହିଁ। ତମେ ଅନ୍ ପେପର ସେମିତି ଧରିକି ବସିଥାଅ, तमे ऑन ଟ୍ରଫି पेपर ही ଆଉ କିଏ रही ନେଇ जाओ। ଚାଲ। ଅନ୍ ନାଇଁ ପେପର ଆଉ ତମେ ଗୋଟେ ବେଷ୍ଟ ରୁହ। ନାଇଁ ମୁଁ କିନ୍ତୁ ଏବେ ଏକ୍ସାଇଟେଡ ଅଛି। ଫାଷ୍ଟ ମ୍ୟାଚ୍ ଯୋଉ ହବ ଆମର RCB ଭର୍ସେସ ହାଇଦ୍ରାବାଦ। हैदराबाद हाँ ଓକେ, ତ ରିସେଣ୍ଟଲି ଏବେ ବର୍ତ୍ତମାନ ଫର୍ମରେ ମାନେ ଅଛନ୍ତି କିଏ? ଈଶାନ କିଶାନ ଆଉ अभिषेक ଅଭିଷେକ शर्मा ଶର୍ମା। और ଅଭିଷେକ ଶର୍ମା ट्रेविस हेड। ଭର୍ସେସ ବିରାଟ କୋହଲି।
ମାନେ ୟଙ୍ଗ ବାକି Decide କୁ ବର୍ସେସ୍ ଭୁଲି ଯାଉଛ। ଓଲ୍ଡ। ଏଇ ମ୍ୟାଚ ତ ସ୍କୋର ୱାଇଜ ଆଣ୍ଡ ମାନେ ଆଇପିଏଲ ର ଷ୍ଟାର୍ଟିଂ ର ବେଷ୍ଟ ମ୍ୟାଚ ହେଇଯିବ, ମାନେ ସ୍କୋର ୱାଇଜ ପ୍ଲସ୍ ଦେଖା ଏଣ୍ଟରଟେନମେଣ୍ଟ ୱାଇଜ ବେଷ୍ଟ ମ୍ୟାଚ ହେଇଯିବ। ବାକି ମୁଁ ଆଉ ଟିକେ ମାନେ ଇଗରଲି ୱେଟ୍ କରିଛି ଆଉ ଗୋଟେ ମ୍ୟାଚ କୁ, ଇମୋସନାଲ ମ୍ୟାଚ ଟାକୁ, ଏଲ କ୍ଲାସିକୋ। ଯୋଉଟା କି ଥାର୍ଡ ମ୍ୟାଚ ହବ ଚେନ୍ନାଇ ଭର୍ସେସ ଆରଆର। ଓକେ ଓକେ। ହଁ ଯେହେତୁ ଥାଲାଇଭାନ ଟୁ ସ୍ୱାଇପ ଥାଲାଇଭାନ ସଞ୍ଜୁ ସାମସନ ଆଉ ରବୀନ୍ଦ୍ର ଜାଡେଜା ସ୍ୱାଇପ। ଥାଲାପତି ତୁ ରାଜସ୍ଥାନରେ କଣ କହନ୍ତି ବନୁ ନା ବବୁ, ଏମିତି କରି ବନୁ ବୋଧେ, ଏଇଟା ଆମେ ମୁଁ ଜାଣିପାରୁନି। ମାନେ ଥାଲାପତି ଟୁ ବନୁ ସେଇ ଷ୍ଟୋରି ଉପରେ ଇମୋସନାଲ ମ୍ୟାଚ ଟା ହବ, ପ୍ଲସ ୱିଥ ଥାଲା। ଆମର ତ ଫାର୍ଷ୍ଟ ମ୍ୟାଚ ଅଛି କେକେଆର ସହିତ, ସେକେଣ୍ଡ ମ୍ୟାଚ ମାନେ ଯୋଉଟା ଆଇପିଏଲ ର ସେକେଣ୍ଡ ମ୍ୟାଚ, ଏମଆଇ ଭର୍ସେସ କେକେଆର। ଭଗବାନ ଡାକ କି ସେଇଦିନ ଟିମ୍ ସେପଟ ଆଉ ଫିନାଲ ଆଉଟ ହେଇଯାଆନ୍ତୁ, ନହେଲେ 300। ଦେଖାଯାଉ ଭାଇ, ସେମିତି କହିଥିଲେ ଭାଇ ସମସ୍ତେ ମାରି ଦେଇଥାନ୍ତେ। ସେଇ ୱେଷ୍ଟଇଣ୍ଡିଜ ଟିମ୍ କୁ ବି ଆମେ ହରେଇ ଦେଲେ। ହଁ फिर भी ତମେ ଅନ୍ ପେପର ହିଁ ଷ୍ଟ୍ରଙ୍ଗ ରୁହ, ଅମ୍ପାୟାର ସହିତ ହିଁ ବୋଲଚାଲ କର, ଆଇପିଏଲ ଜିତିବା ପାଇଁ ଟିକେ ଚେଷ୍ଟା କମ କର। ଦେଖାଯାଉ କଣ ହଉଛି। ବର୍ତ୍ତମାନ ତ ଆମର ନ୍ୟୁ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା, ବାକି ମାନେ ନ୍ୟୁ recently ନୁହଁ ଲାଭ ଓଲ୍ଡ କଣ? ହେଇଗଲାଣି, ନାଇଁ ବଟ୍ ନାଇଁ ଆମ ମାନଙ୍କ ପାଇଁ ନ୍ୟୁ। ନାଇଁ ରିସେଣ୍ଟଲି ଲାଭ ଗୋଟେ ମିମ୍ସ ଲାଭ ଭାଇରାଲ ହଉଛି। ଲାଭ हार्दिक पांड्या भी लाइक 2024 का वर्ल्ड कप कैप्टन उधर फील्डिंग करो, 2026 का वर्ल्ड कप कैप्टन उधर फील्डिंग करो, 2026 का रनर्स अप कैप्टन उधर फील्डिंग करो, वर्ल्ड का बेस्ट बॉलर इधर आ जा। ବାସ୍ ନା ସେମିତି କିଛି ବି ନୁହଁ। ଫିର ବି ସବୁ ବେଶ ତମ ପାଖରେ, ନମ୍ବର କ୍ୟାପ୍ଟେନ ବି, ୱାର୍ଲଡ କପ୍ ୱିନର କ୍ୟାପ୍ଟେନ ବି ତମ ପାଖରେ, वर्ल्ड कप ୱାର୍ଲଡ ର विनर ବେଷ୍ଟ ବୋଲର ତମ ପାଖରେ, ୱାର୍ଲଡ बस 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 ବେଷ୍ଟ वर्ल्ड ବୋଲର ର ତମ ପାଖରେ। माने ଫିର ବି टी20 ର बेस्ट ऑलराउंडर कहले भी हार्दिक पांड्या किसी खराब नुह, सी भी तुम पाखरे। ନା ଭାଇ ବାସ୍ ଯେତେ ବେଷ୍ଟ, ଯେତେ ଅନ୍ ପେପର ବେଷ୍ଟ ଆନ୍ତୁ, ସେଇ ମାନେ ପ୍ରେଜେଣ୍ଟ ଡେ ରେ ପ୍ରେଜେଣ୍ଟ ଟାଇମ ରେ କିଏ ସେଇ ଓଭର ରେ କିଏ କେତେ ଭଲ ରନ୍ କରୁଛି, କେତେ ମାନେ ୱିକେଟ ଭଲ କିଏ ନେଇ ପଲଟିଲୁ ପାରୁଛି, ତୁ, ଭଲ ବୋଲିଂ ଭଲ ପଲଟିଲୁ, କରିପାରୁଛି, ଭଲ ପଲଟିଲୁ ଦେବପ୍ରିୟ, ଏ ସରି ଗଦାଧର, କି ତୋର ନିଜ ସେଇଟା ଉପରେ ଦେଖ। ଭରସା ନାହିଁ ସେଠି। ମୁଁ ସେଇ କଥା ହିଁ କହିବାକୁ ଚାହୁଁଛି, ଏଇ ଯୋଉ ୱାଲ ପେପର ଟା ରଖିଛୁ ପଛରେ, ସେଟା ବନ୍ଦ କରିଦେ, ନା ନା ସେମିତି କିଛି ନାହିଁ। ଇଆଡକୁ ଦେଖ ପଳେଇ ଆସ, ଇଆଡକୁ ପଳେଇ ଆସ। ଦେଖ ବେଷ୍ଟ ଟିମ୍ ବି ଶୁଣ, ଇଣ୍ଡିଆରେ ତ ବେଷ୍ଟ ଟିମ୍ ଥିଲା ନୋ ଡାଉଟ, ସାଉଥ ଆଫ୍ରିକାର ବି ବେଷ୍ଟ ଟିମ୍ ଥିଲା, ୱେଷ୍ଟଇଣ୍ଡିଜ ର ବି ବେଷ୍ଟ ଟିମ୍ ଥିଲା, କିନ୍ତୁ ଦେଖ ଇଣ୍ଡିଆ ସାଉଥ ଆଫ୍ରିକା ଯଦି ସେମିଫାଇନାଲ ପଡିଥାନ୍ତା, ସେଟା ପଡିନଥାନ୍ତା, ମାନେ ଯଦି ଧର କେମିତି କଣ କରିକି ସୁପର 8 ହେଇନଥାନ୍ତା, କି ସେମିଫାଇନାଲ ପଡିଥାନ୍ତା, କିମ୍ବା ଯଦି ସାଉଥ ଆଫ୍ରିକା ଯଦି ଫାଇନାଲ କୁ ଆସିଥାନ୍ତା ଇଣ୍ଡିଆ ସହିତ, ତାହେଲେ କାଠିକର ପାଠ ହେଇଯାଇଥାନ୍ତା। କିନ୍ତୁ ଦେଖ ମାନେ ନ୍ୟୁଜିଲାଣ୍ଡ ଭଳିଆ ଟିମ୍ ବି, ମାନେ ନ୍ୟୁଜିଲାଣ୍ଡ ନୋ ଡାଉଟ ଖରାପ ଟିମ୍, ବଟ୍ ନ୍ୟୁଜିଲାଣ୍ଡ नो ବି ସେ डाउट ହାରିଗଲା। खराब टीम। ଖରାପ ଟିମ୍ ନୁହଁ ସେ କହିବାକୁ ହଁ, ଚାହୁଁଛି। ମାନେ ମୁଁ हाँ କହୁଛି ଖରାପ ଟିମ୍ ନୁହଁ। ନାଇଁ ଠିକ ଅଛି, ଏସବୁ ତ ଠିକ ଅଛି ଆଜ ୟୁଜୁଆଲ। ବାକି ଆମେ ତ ଏମିତିରେ ଏମିତିରେ ମାନେ ଇମୋସନାଲି ଆମେ ଏଇ ଟିମ୍ ସହିତ କନେକ୍ଟ ଅଛେ, ଆଜ ୟୁଜୁଆଲ କି बट ଆମେ ଫ୍ୟାନ ବୋଲି। ओवरऑल आमे ଫିର ବି एट द एंड ऑफ द डे आमे ଓଭରାଲି चाहू कि गोटे भलो मैच हो, बस कथा ଭଲ सेया। ମ୍ୟାଚ ହଉ, and ଆମେ ଯୋଉ ଟିମ୍ ୱିନ୍ କରୁଛି, ଯୋଉ ଟିମ୍ ଫଟ୍, ଯୋଉ ଟିମ୍ ର ଯାହା ବି ପ୍ରୋବ୍ଲେମ ସବୁ କ୍ଲିୟରଲି ଆମେ ଅଡିଏନ୍ସ ମାନଙ୍କ ସହିତ ଚାଟ କରି, ଏମିତି ନୁହେଁ हाँ କି ଚେନ୍ନାଇ କି ମୁଁ ପ୍ରିଫର କରିଚାଲିଥିବି, ଏଇ ଜିନିଷ ଗୋଳେଇ ଚାଲିଛି, ସେମିତି କିଛି ବି ନୁହଁ। ଯେହେତୁ ଆମେ କ୍ରିକେଟ ଆନାଲିସିସ୍ ସବୁ ଟିମ୍ ପାଇଁ, ବାସ୍ ଆମେ ଷ୍ଟାର୍ଟିଂ କଲୁ ଏଇଥିପାଇଁ କାରଣ ଆଇପିଏଲ ର ଏବେକାର ବ୍ରାଣ୍ଡ ଆମ୍ବାସାଡର ହଉଛନ୍ତି ଏଇମାନେ। हाँ ଆଇପିଏଲ ଇଣ୍ଡିଆନ ପ୍ରିମିୟର ଲିଗ ଯଦି ପିକ୍ ଲେଭେଲକୁ ପହଞ୍ଚେ, ତ ଏଇ ତିନିଟା यही मानो भाई, ମାନେ ଚେହେରା ଲାଗେ, ଏଇ ତିନିଟା तीन ଚେହେରା ଲାଗେ। लेजेंड को भाई, ତ खाली यही ସେତିକି, मानो भाई नुह, ହଁ यही तीन लेजेंड को भाई। ଏଇ ତିନି बाकी ଲେଜେଣ୍ଡଙ୍କ आहुरी ପାଇଁ, बहुत ତ लेजेंड ସେଥିଲାଗି जाइछन्ति, आहुरी बहुत लेजेंड जाइछन्ति, वीरेंद्र सहवाग हेला, युवराज सिंह हेला, गौतम गंभीर ନାଇଁ हेला। बाकी ଶୁଣ ଶୁଣ ମେନ୍ ଏମାନଙ୍କର ଜିନିଷ ଯୋଉଟା ଫିର ମାନେ ବି viewership ଏମାନଙ୍କ ଅରା ବାସ୍ ଅରାକୁ ମ୍ୟାଚ୍ କେହି କରିନାହାନ୍ତି କି ଆଇପିଏଲ କୁ ସେଇ ଲେଭେଲକୁ ଏଇମାନେ ହିଁ ନେଇଛନ୍ତି ନେଇଛନ୍ତି ବାସ୍। ଆଜ ୟୁଜୁଆଲ। ତାଙ୍କ ନାଇଁ କ୍ୟାପ୍ଟେନସିପ ଏମିତି ଆଉ ନୁହଁ ହେଲା ଗୋଟେ କି କି ଆମେ ଜିନିଷ ଗୋଟେ ପ୍ରୀତିଶ, ବ୍ୟାଟିଂ ଆଉ ଗୋଟେ ପରଫରମାନ୍ସ ଜିନିଷ ହେଲା। ପ୍ରୀତିଶ, ଆମର ମାନେ ଇଣ୍ଡିଆନ ଟିମ ର ବି ଯିଏ ବି ମାନେ ବେଷ୍ଟ ପରଫରମାନ୍ସ ବର୍ତ୍ତମାନ ଦଉଛନ୍ତି, ସେମାନେ ଆଇପିଏଲ ରୁ ହିଁ ପିକ୍ ହେଇଛନ୍ତି। ପିକ୍ ହେଇଛନ୍ତି ବାସ୍। ତମେ ହଁ ହାର୍ଦ୍ଦିକ ପାଣ୍ଡ୍ୟାକୁ ଅବଭିୟସଲି ଦେଖିପାରିବ, ବୁମରାକୁ ଦେଖିପାରିବ, ଇଶାନ କିଶାନକୁ ଦେଖିପାରିବ, ସେମାନଙ୍କର ସବୁ ଲେବଲ ମାନେ ସେମାନେ ସୂର୍ଯ୍ୟ କୁମାର ୟାଦବ ବି ହେଇଗଲା, ତ ସେମାନେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଗୋଟେ ଭଲ ଆଇପିଏଲ ରୁ ଷ୍ଟୋରି ହିଁ। ଅଛି, ରୋହିତ ଶର୍ମା ଯୋଉଟା ହଁ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟେ ଭଲ ଷ୍ଟୋରି ଅଛି, ରୋହିତ ଶର୍ମା ଯୋଉଟା କହିଥିଲା ଗୋଟେ ପଡକାଷ୍ଟରେ ଏଲାବୋରେଟ କରିଥିଲେ, ସେଇଟା ବି ଆମେ କହିବା ଯେବେ ମୁମ୍ବାଇ ଟିମ ର ଆନାଲିସିସ୍ ହବ। ବାକି ଆନାଲିସିସ୍ ଏମିତି ବାସ୍। ନୁହଁ କି ଆମେ ତିନିଟା ୱାଲପେପର ଦେଇଛୁ ବୋଲି ତିନି ଜଣ ସେଇ ଟିମ୍ କି ସପୋର୍ଟ କରିବୁ, ସେଇ ଟିମ୍ ସେମିତି କିଛି ବି ନୁହଁ।
ହଁ ମାନେ ଆମର ଏବେ ନା କି ରିସେଣ୍ଟଲି ଆମେ ମୁମ୍ବାଇ ମୁମ୍ବାଇ ବୈଭବ ସୂର୍ଯ୍ୟବଂଶୀକୁ ଦେଖିଦିଅ ବୈଭବ ସୂର୍ଯ୍ୟବଂଶୀ ପରଫର୍ମାନ୍ସ କଲା ବୋଲି ସେଠି ମାନେ ଯେହେତୁ ସେ ଗୋଟେ ମାନେ ବଡ ମାନେ ଇଣ୍ଟରନ୍ୟାସନାଲ ପ୍ଲେୟରଙ୍କ ସହିତ ସେ ଯେତେବେଳେ ଭଲ ପରଫର୍ମାନ୍ସ କଲା କମ୍ପିଟ୍ ଆଇପିଏଲ ରେ କରିପାରୁଛି ତ ହଁ ସେଠି ସେମାନେ ତ ସେଇଠି ଯୋଉ ଏବେ ବର୍ତ୍ତମାନ ଅଣ୍ଡର 19 ୱାର୍ଲଡ କପ୍ ହେଲା ସେଠି ବି ସେ ଭଲ ମାନେ କନଫିଡେନ୍ସ ସହିତ ଖେଳି ପାରିଲା ତାର ବାସ୍ ଗୋଟେ ତାର ହାଇ ଲେଭେଲ ରେ ଏନର୍ଜି ତାର ସେଠି ମାନେ ପରଫର୍ମାନ୍ସ ଦେଖେଇ ପାରିଲା ସେଇ ଜାଗାରେ ସେଇଟା ତ ଠିକ କଥା ଆଇପିଏଲ ହଉଛି ମାନେ କଣ ଜିନିଷ ହଉଛି କଣ କହିଲ ମାନେ ଯୋଉ କୁହନ୍ତିନି ଗ୍ରାଉଣ୍ଡ ଲେଭଲ ରୁ ଆସିକି ହାଇ ଲେଭଲ କୁ ପହଞ୍ଚନ୍ତି ସେଇଟା ହଉଛି ଗୋଟେ ପହଞ୍ଚିବା ବେଷ୍ଟ ବାସ୍ ପରଫର୍ମ ହଉଛି ଆଇପିଏଲ ଆଇପିଏଲ ମାନେ ହଁ ଖାଲି ଇଣ୍ଡିଆନ ପ୍ଲେୟାରଙ୍କ ବୋଲି ନୁହଁ ଇଣ୍ଟରନ୍ୟାସନାଲ ରେ ବି କିଛି କିଛି ଆକ୍ଚୁଆଲି ଅଣ୍ଡର 19 ପ୍ଲେୟାର ସେମାନେ ବି ଆସିକି ପରଫର୍ମାନ୍ସ ଦେଖଉଛନ୍ତି ଏଠି ଯେମିତି ଡେୱାଲ ବ୍ରେଭିସ୍ ହେଇଗଲା ଇଣ୍ଡିଆନ ଟିମ ରେ ଆଜି ଯଦି ଇଣ୍ଡିଆ ଏ ଇଣ୍ଡିଆ ବି ଇଣ୍ଡିଆ ମେନ୍ ଟିମ୍ ଇଣ୍ଡିଆର ଥାର୍ଡ ଟିମ୍ ଖେଳି ପାରୁଛନ୍ତି ତ ତାର ପୁରା ଶ୍ରେୟ ଯିବ ଆଇପିଏଲ। ବାସ୍ କାରଣ କ୍ରେଡିଟ ଆଗରୁ ଗୋ ଟୁ ରଞ୍ଜି ଆଇପିଏଲ ଟ୍ରଫି ହଉଥିଲା ଆଗରୁ ରଞ୍ଜି ଟ୍ରଫି ଏବେ ବି ଥିଲା ଆଗରୁ ଏ ରଞ୍ଜି ଟ୍ରଫି ତ ନୋ ଡାଉଟ ରଞ୍ଜି ଟ୍ରଫି ହଉଛି ବେଷ୍ଟ ମୁଁ ସେଇଟା କେବେ ବି ବେଷ୍ଟ ହଁ କରିବି ବାକି ରଣଜି ହେଲା ଏବେ ସୋଏବ ମୁସ୍ତାକ ଅଲି ଇଣ୍ଡିଆ ହେଇଗଲା ବିଜୟ ହଜାରେ ହଁ ହେଇଗଲା ଯେହେତୁ ଏବେ ବ୍ରୋଡକାଷ୍ଟିଂ ୱାଇଜ ସବୁ ଜିନିଷ ଚାଲିଲାଣି ଏଇଟା ନିରାଟ ସତ କଥା କ୍ରିକେଟ ରେ ବ୍ରୋଡକାଷ୍ଟ ର ମାନେ ପ୍ରାଧାନ୍ୟତା ଅଧିକ ତ ସେଥିଲାଗି ମାନେ କହନ୍ତିନି ଯୋ ଦିଖତା ହେ ବିକତା ହେ ତ ଦିଖତା ହେ ସେଥିଲାଗି ବାସ୍ ଆଇପିଏଲ ହଉଛି ମାନେ ବେଷ୍ଟ ଲିଗ୍ ହଁ ପ୍ରାଇଭେଟ ଲିଗ୍ ଭିତରେ ଆଇପିଏଲ ବେଷ୍ଟ ଲିଗ୍ ମାନେ ବେଷ୍ଟ ତା ସାଙ୍ଗେ କମ୍ପାରିଜନ ମାନେ ଲିଗ୍ ରେ ଆମେ କରି ବି ପାରିବାନି ଏବେକା ଟାଇମ ରେ ଫ୍ୟୁଚରରେ କଣ ହବ କିଏ କିଛି ଠିକ ନାହିଁ ଗୋଟେ ଲିଗ୍ କମ୍ପାରିଜନ କରିପାରିବା ପିଏସଏଲ ଭାଇ ନା ନା ବିବିଏଲ ନା ନା ନଟ୍ ପଏଣ୍ଟ ପିଏସଏଲ ପଏଣ୍ଟ ପଏଣ୍ଟ ହଉଛି ଏଇଆ ଇଏସଏଲ ବି ବେଷ୍ଟ ଟିମ୍ ବଟ୍ ତଳ ଆଡୁ ନଟ୍ ଦ ଉପର ଆଡୁ ନାଇଁ ସେ ନା ଆମ ବିରାଟ କୋହଲିର ବଜେଟ ସରି ବିରାଟ କୋହଲି ନାହିଁ କେମରନ ଗ୍ରୀନ ର ବଜେଟ କିଣା ହବାର ପିଏସଏଲ ର ୱିନିଂ ଟ୍ରଫି ବଜେଟ ର ଠିକ ଅଛି ସ୍କିପ୍ ଇଟ୍ ସେ ସବୁ ପର କଥା ବାକି ଠିକ ଅଛି ବାକି पाकिस्तान ଆଜି भी ପାଇଁ लाइक ଆମେ ऐसे ऐसे सिचुएशन ହଁ में ଆଜି मैं ପାଇଁ अंदर कैसे आ जाता हूँ ଆଜି ପାଇଁ ଭିଡିଓଟା ଦେବପ୍ରିୟ ମାନେ ହଁ ରଖିବା ଖାଲି ବିଦାୟ ଗୋଟେ ନବା ଜିନିଷ ମୁଁ ଭିଡିଓରେ ହଁ ଗୋଟେ ଜିନିଷ ପ୍ରୀତିଶ ବାକି ମୁଁ ଇଗରଲି ୱେଟ୍ କରିଛି କି ଫାର୍ଷ୍ଟ ମ୍ୟାଚ୍ ଯୋଉ ହବ ସେଟା ହଉଛି ଆମର ବାଙ୍ଗାଲୋରରେ ହିଁ ଖେଳ ହବ चिन्ना ତ स्वामी ଆଣ୍ଡ ମୁଁ ଏଇଟା କହୁଛି ଦେବପ୍ରିୟ ଆଉ ଗଦା ତମ ଫାର୍ଷ୍ଟ ମ୍ୟାଚ୍ ହବ ଠିକ ଅଛି କିନ୍ତୁ ପ୍ଲିଜ ଯେହେତୁ ଆମେ ଗୋଟେ ଚ୍ୟାନେଲ ଖୋଲିଛେ ଅଡିଏନ୍ସ ମାନଙ୍କ ପାଇଁ ସମୟ ବାହାର କରିବା ଦରକାର ଆଉ ବେଷ୍ଟ ହବ ଆମେ ଯଦି ସେମ ଡେ ରେ ଭିଡିଓ କରିପାରିବା ଆଉ ସେମ ଡେ ରେ ମାନେ ଅଡିଏନ୍ସ ମାନଙ୍କ ସହିତ ପ୍ରମିସ ତ କରିବେନି କାରଣ ଆମେ କେହି ବି ସମୟ ଦେଇପାରୁନେ ଠିକ ସେ ନାଇଁ ବାକି ନାଇଁ ଚେଷ୍ଟା କରିବା ମୁଁ ନେକ୍ସଟ ଡେ ଚେଷ୍ଟା କରୁଛି ଆମର ସେମ ଯେମିତି ଭିଡିଓଟା ସବସ୍କ୍ରାଇବର ବଢନ୍ତୁ ଆଉ ଆମର ଯୋଉ ଲାଇଭ ସେକ୍ସନ ଟା ସେଇଟା ଯଦି ଆମର ଅନ୍ ହେଇଯିବ ତ ଆମ ପାଇଁ ସେଟା ବହୁତ ଗୋଟେ ପ୍ଲସ୍ ପଏଣ୍ଟ ହବ ତ ଯେମିତି କି ବାସ୍ ମ୍ୟାଚ୍ ସରୁ ସରୁ କିମ୍ବା ମ୍ୟାଚ୍ ଚାଲିଥିବ କି ରେଜଲ୍ଟ ଆସିବାର ଟିକେ ଟାଇମ ହେଇଯାଇଥିବ କି ଇଣ୍ଟେନ୍ସ ହେଇଥିବ ମ୍ୟାଚ୍ ତ ସେଇ ଟାଇମରେ ଆମେ 3 ଜଣ ମିଶିକି ଲାଇଭ୍ ଆସିପାରିବା ଆଉ ଆପଣମାନଙ୍କ ସହିତ ଗୋଟେ ମାନେ ଇଣ୍ଟରାକ୍ସନ କରିପାରିବା ତ ସେଥିପାଇଁ ଇଣ୍ଟ୍ରୋଡକ୍ସନ ଆପଣଙ୍କର କରିପାରିବା ସାହାଯ୍ୟ ଲାଇଭ ଦରକାର ସେସନ କି ଆପଣ ମାନେ ଟିକେ ଆମ ଚ୍ୟାନେଲକୁ ସବସ୍କ୍ରାଇବ ଟା ଟିକେ ଦବେଇକି କରନ୍ତୁ ଆଉ ଭିଡିଓଟାକୁ ତ ଅବଭିୟସଲି ଲାଇକ୍ କରିବେ ଓକେ ଠିକ ଅଛି ତ ଭିଡିଓ ଆଉ ଲମ୍ବା କରିବାନି ତ ନା ଏଇଠି ନା ଆମେ ରଖିବା ଜୟ ଜୟ ଜଗନ୍ନାଥ ଜଗନ୍ନାଥ ଓକେ ଜୟ ଜଗନ୍ନାଥ ବାଏ